सर्वप्रथमे पिता पुत्र पवित्र आत्मा गौरव हो पुणी समस्त विश्वासी विश्वासिनी मोर समस्त स्वर शुणुवा प्रिय प्रभुंकर लोक मैंने समस्त को प्रभु जीशु ख्रीष्ट नाम प्रेज द लॉर्ड। आसतु आंभ मानकर पवित्र बाइबल मध्य गोटे वाक्य पाठ करवा जहाँ लिखा जाए लूक पुस्तक 19 पर्व तार 9 पद। लूक 19 पर्व सॉरी लूक 19 पर्व 9 पद मु पाठ करुछि। सेथिरे यीशु तांको विषय कहिले, आज एही गृह रे परित्राण उपस्थित होइअछि, जेणु ए मध्य अब्राहम जने संतान। पठित वाक्य श्रवण आम समस्त को प्रभु आशीर्वाद करंतु आमेन। प्रार्थना करिया। प्रिय प्रभु धन्यवाद दउछु एही समय वाक्य पाठ करियछु बुझिया पई आम समस्त को शक्ति प्रदान करो, पुणी पालन करि परिबो सेति पई मध्य साहाय्य करी आत्मा पठाई आंभ मान को साहाय्य करो। यीशु के नाम रे मागिलु आमेन। प्रिय प्रभुंकर लोक मैंने एठारे गोटे विषय पाठ करियछु। सेथिरे यीशु तांको विषय रे कहिले, आमे यह अनेक थर शुणी थाई पारू शुणी अच्छु। एठारे जक्षियों विषय रे लिखा जाए आउ जक्षियों विषय आमे देखुछु आमे जानू ताहाकु आउ मो पुनरावृत्ति करिया पई चाहे नै। आपण माने जानंती जिरिहरु आउ जिरिहरे प्रवेश करी ताहा मध्य दे यीशु जाउथिले। आउ जीवा समय रे जक्ष नामक जने व्यक्ति से प्रधान करग्राही थिले। आउ करग्राही मानकु सही समय रे पापी बोली गणना करा जाउथिला। सेति पई अनेके कहिथिले जे पापी घरे जाउछंती रहिबा निमंते, भोजन करिबा निमंते, अतिथि हेबा निमंते। तेणु एठी लेखाइछि से करग्राही से प्रधान करग्राही धनी लोक थिले। आउ से सब बेले यीशु को देखिया पई चेष्टा करुथिले, चाहुथिले, इच्छा करुथिले। आउ लेखा जाए से बांगरा थिबा हेतु लोक भीड़ सुखासु से देखि पारु नथिले। होई पारे अनेक थर चेष्टा करियछंती से विफल हो जाइछंती, देखि पारि नाहंती। तेणु से दौड़ी गले बोली लिखाइछि। से दौड़ी जाए गोटे डिंबिरी गछ दौड़ी जाए तांको देखिबा पई गोटे डिंबिरी गछरे चढ़िले। आउ यीशु से रास्ता दे जाउछंती, से डिंबिरी गछ डेला परे से देखि पारिबे नाही। तेणु डिंबिरी गछ से पार हेबा पूर्वरु से दौड़ुछंती, कारण डिंबिरी गछ को से पार न होंतु ता आगरु चढ़ी देखिबी, पार हेला परे आउ देखि हेबा नाही। आउ से कौन कले डिंबिरी गछ ऊपर चढ़िले। तेणु जेते बेले चढ़ी यीशु तांको देखिले। आउ यीशु तांको कहू अछंती। आउ यीशु आमे माने जानू
ଆମ୍ଭମାନଙ୍କର ହୃଦୟର କଥା ଜାଣନ୍ତି। ଆପଣ ମୁଁ ଆଜି ଯୀଶୁଙ୍କୁ ଦେଖିବା ପାଇଁ, ଯୀଶୁଙ୍କ ବିଷୟ ଜାଣିବା ପାଇଁ କେତେ ଲାଳସା ଅଛୁ। ଆମ୍ଭମାନଙ୍କର ବାହ୍ୟ ଅଭିନୟ ଠାରୁ ଅନ୍ତରର ଇଚ୍ଛା ଆଉ ସେ ଅଧିକ ଦେଖନ୍ତି। ତେଣୁ ଏହି ସମୟରେ ଆମେ ଯୀଶୁଙ୍କୁ ଦେଖିବା ଆବଶ୍ୟକ। ଆଉ ଏହି ଯକ୍ଷ ମଧ୍ୟ ତାହା ଆବଶ୍ୟକ ମନେ କଲେ, ଆଉ ଗଛ ଉପରେ ଚଢ଼ିଲେ, ଆଉ ସେ ଯୀଶୁଙ୍କୁ ଦେଖିବା ନିମନ୍ତେ। ଆଉ ଯୀଶୁ କହୁଅଛନ୍ତି, ଉପରକୁ ଚାହିଁ କହୁଅଛନ୍ତି, ଯକ୍ଷ ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ପ୍ରଭୁଙ୍କର ଧନ୍ୟବାଦ ହଉ। ଆଜି ଯେଉଁ ବ୍ୟକ୍ତି ଯୀଶୁଙ୍କୁ ଦେଖିବା ପାଇଁ ଚାହୁଁଥିଲେ, ଦେଖିବା ପାଇଁ ଇଚ୍ଛା କରୁଥିଲେ, କେବଳ ଯୀଶୁ ତାଙ୍କୁ ଦେଖୁଛନ୍ତି କି ନାହିଁ ସେଇଟା ସେ ଭାବି ନଥିଲେ, ମାତ୍ର ସେ ନିଜେ ଯୀଶୁଙ୍କୁ ଦେଖିବା ପାଇଁ ଇଚ୍ଛା କରୁଥିଲେ। ସେଇ ମନର କଥା ଯୀଶୁ ଖ୍ରୀଷ୍ଟ ଜାଣିଥିଲେ। ଆଉ ସେ ଡିମ୍ବିରି ଗଛ ତଳକୁ ଯାଇ କହୁଛନ୍ତି, ଶୀଘ୍ର ଓହ୍ଲାଇ ଆସ, ଅବଶ୍ୟ ଆଜି ମୋତେ ତୁମ୍ଭ ଘରେ ରହିବାକୁ ହେବ। ଆଉ ସେ ଆନନ୍ଦରେ ଶୀଘ୍ର ଓହ୍ଲାଇ ଆସିଲେ ବୋଲି ଲେଖା ହେଇଛି। ଶୀଘ୍ର ଓହ୍ଲାଇ ଆସି ତାହାଙ୍କୁ ଆତିଥ୍ୟ କଲେ, ତାଙ୍କ ଗୃହକୁ ନେଲେ, ଆତିଥ୍ୟ କଲେ। ତାହା ଦେଖିଲେ ସମସ୍ତେ। ଭିଡ଼ ମଧ୍ୟରେ ଅନେକ ଲୋକ ତାଙ୍କ ପଛରେ, ତାଙ୍କର ଆଗରେ ପଛରେ ଘେରିଥିଲେ। ଆଉ ସେମାନଙ୍କ ମଧ୍ୟରୁ କେହି ନୁହନ୍ତି, କିନ୍ତୁ ଜଣେ ବ୍ୟକ୍ତି ଯିଏକି ଯୀଶୁଙ୍କୁ ଦେଖିବାର ଇଚ୍ଛା, ମନୋବଳ, ତାଙ୍କର ଲାଳସା, ଆଉ ତାଙ୍କୁ ସେ ଦେଖୁଛନ୍ତି। ସେଇ ଭିଡ଼ ମଧ୍ୟରେ ସେ ଡିମ୍ବିରି ଗଛ ଉପରେ ଯେଉଁ ବ୍ୟକ୍ତି ବା ଯକ୍ଷ ଚଢ଼ିଛନ୍ତି, ତାଙ୍କର ମନକୁ ସେ ଦେଖୁଛନ୍ତି। ଆଉ ସେ ତଳେ ଯାଇ ତାଙ୍କୁ ଓହ୍ଲାଇ ଆସିବା ପାଇଁ କହୁଛନ୍ତି। ତେଣୁ ଆମେ ଦେଖୁ ଯେ ଏହି ସ୍ଥାନରେ ଆଉ ଲୋକମାନେ ମଧ୍ୟ ବଚସା କଲେ, ପାପୀ ଘରେ ରହିବାକୁ ଗଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମଧ୍ୟ ଆପଣ ଯଦି ହୃଦୟ ସହିତ ପ୍ରଭୁଙ୍କୁ ଡାକୁଅଛନ୍ତି, ଆଉ ଆପଣଙ୍କର ଗୃହକୁ ଅତିଥି ହେବା ପାଇଁ ଆସିବେ। ତାପରେ ଆମେ ଦେଖୁଅଛୁ ଯେ ଯକ୍ଷ ଗୋଟିଏ ମହାନ ବିଷୟ କରୁଛନ୍ତି। ହୋଇପାରେ ତାଙ୍କ ଜୀବନରେ ଏଇଟା ପ୍ରଥମ ଥର ସେ କହୁଛନ୍ତି, ଆଉ ଠିଆ ହେଲେ, ଠିଆ ହୋଇ ପ୍ରଭୁଙ୍କୁ କହୁଛନ୍ତି। ଏଇଠି ଯୀଶୁ ଖ୍ରୀଷ୍ଟଙ୍କୁ କହିଲେ ତାଙ୍କ ଅନ୍ୟାୟ ବିଷୟରେ, ପାପ ବିଷୟରେ, ଭୁଲ ବିଷୟରେ କହୁଅଛନ୍ତି। କାରଣ ଯୀଶୁ ଖ୍ରୀଷ୍ଟ ସେହି ଯକ୍ଷ କ'ଣ କରୁଛନ୍ତି, କି ପ୍ରକାର ଭାବରେ ଧନ ଉପାର୍ଜନ କରିଛନ୍ତି, ଆଉ ସେ ସମସ୍ତ ବିଷୟ ଜାଣୁଥିଲେ, ଦେଖୁଥିଲେ। ସେଇଥିପାଇଁ ଯକ୍ଷ କହୁଛନ୍ତି, ବାକ୍ୟରେ ଲେଖାଯାଏ ଯେ, ଦେଖନ୍ତୁ ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ର ମାନଙ୍କୁ ଦାନ କରୁଅଛି। ବର୍ତ୍ତମାନ ମୁଁ ଏବେ ଅର୍ଦ୍ଧେକ ଦରିଦ୍ର ମାନଙ୍କୁ ଦାନ କରୁଅଛି। ତାପରେ ଲେଖାଯାଏ, ଆଉ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ, 4 ଗୁଣରେ ତାହା
ଫେରାଇ ଦେଉଅଛି। ତେଣୁ ସେ ଯେଉଁ ଭୁଲ ପାପ କରୁଥିଲେ ତାହା ସ୍ୱୀକାର କଲେ ଆଉ କାର୍ଯ୍ୟରେ ମଧ୍ୟ ଦେଖାଇଲେ। ତେବେ ଏ ବିଷୟରେ ଆମେ ଜ୍ଞାତ ଅଟୁ, ଜାଣିଅଛୁ। ତେବେ ତଳ ପଦରେ ଦେଖିବା, ଯାହା ଆମେ ପାଠ କରିଅଛୁ 9 ପଦ। ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ। ଏବେ ଯୀଶୁ ଯକ୍ଷଙ୍କ ବିଷୟରେ କହୁଅଛନ୍ତି। ହୋଇପାରେ କେତେ ସମୟ ତାଙ୍କ ଗୃହରେ ଥିଲେ, ତାଙ୍କ ବିଷୟରେ କହିନଥିଲେ, ଆଉ ଏବେ କହୁଅଛନ୍ତି। ଯେଉଁ ସମୟରେ ପାପ ସ୍ୱୀକାର କଲେ ତାପରେ କହୁଛନ୍ତି। ଆପଣ ଆଉ ମୁଁ ପ୍ରଭୁଙ୍କ ଆଗରେ ଆଉ ସବୁ ସ୍ୱୀକାର କରିବା ଦରକାର। ଯକ୍ଷ ପରି କେବଳ କଥାରେ ନୁହେଁ, ସେ କାର୍ଯ୍ୟରେ କରିଥିଲେ। ତେବେ ଆମେ ଅନେକ ସମୟରେ ମୋ ଧନ ଉପାର୍ଜନ କରିବା ପାପ କହୁନାହିଁ, ଅନେକ ଉପାୟ ଅବଲମ୍ବନ କରି ଜ୍ଞାନରେ, ବୁଦ୍ଧିରେ, କୌଶଳରେ ଉପାର୍ଜନ କରିଥାଉ। କିନ୍ତୁ ଯଦି ଅନ୍ୟାୟରେ କରୁଛୁ, ତାହା ପ୍ରଭୁଙ୍କର ଇଚ୍ଛା ନାହିଁ। ଅନେକ ସମୟରେ ଆମେ ଭାବୁ ଆମେ ଯେଉଁ ଧନ ଉପାର୍ଜନ କରିଅଛୁ ଯଦି ଅନ୍ୟାୟରେ, ତାପରେ ଆମେ ପରିବର୍ତ୍ତନ ହେଲୁ, ତା ଆଗରୁ ଯେଉଁ ସବୁ ଭୁଲ କରିଛୁ ସେହି ସବୁ ସମାଧାନର ଆବଶ୍ୟକ ନାହିଁ ବୋଲି ଭାବିଥାଉ। କିନ୍ତୁ ଆଜି ଯକ୍ଷ ଗୃହରେ ଉପସ୍ଥିତ ହେଲେ ଆଉ ପରିତ୍ରାଣ ଉପସ୍ଥିତ ସେହି ସମୟରେ ହେଇଥିଲା ଯେଉଁ ସମୟରେ ସେ ତାଙ୍କର ସମ୍ପତ୍ତିର ଅର୍ଦ୍ଧେକ ଦରିଦ୍ରମାନଙ୍କୁ ଦେଇଥିଲେ, ଅନ୍ୟାୟରେ ଆଣିଥିବା ଧନକୁ 4 ଗୁଣରେ ଫେରାଇ ଦେଇଥିଲେ। ସେହି ସମୟରେ କହିଲେ ଯେ ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି। ପ୍ରଭୁଙ୍କର ଗୌରବ ହଉ। ପରିତ୍ରାଣ ଉପସ୍ଥିତ ହୋଇଅଛି, ଆଉ ସବୁବେଳେ ପରିତ୍ରାଣ ରହିବ ଏଇଟା ତାର ଗ୍ୟାରେଣ୍ଟି ନାହିଁ। ଆପଣଙ୍କ ଗୃହରେ, ଆପଣଙ୍କ ଠାରେ, ଆପଣଙ୍କ ଉପରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ତାହା ଚିରକାଳ ନିମନ୍ତେ ରହିବା ପାଇଁ, ପରିତ୍ରାଣ ପ୍ରାପ୍ତ ହୋଇ ପରିତ୍ରାଣର ଜୀବନ ବିତାଇବା ପାଇଁ। ଯଦି ସେଇ ଯକ୍ଷ ଆଉ ଥରେ ସେଇ ଅନ୍ୟାୟର ରାସ୍ତା ଅବଲମ୍ବନ କରେ, ବାଛି ନିଏ, ଆଉ ସେହି ସମୟରେ ସେହି ପରିତ୍ରାଣ ଉପସ୍ଥିତ ହୋଇଅଛି, ଆଉ ରହିବ କି? ଆଉ ଥରେ ସେହି ରାସ୍ତାକୁ ଆପଣାଇ ନିଏ, ଆପଣ ଆଉ ମୁଁ ଆଜି ସେହି ପରିତ୍ରାଣ ପ୍ରାପ୍ତ ହୋଇଅଛୁ। ଆଜି ଯୀଶୁ ଆପଣଙ୍କୁ ମୋତେ ପରିତ୍ରାଣ ଦେଇଅଛନ୍ତି, ଆଉ ଆମ୍ଭେମାନେ ପରିତ୍ରାଣ ବ୍ୟକ୍ତି ଭାବରେ ଈଶ୍ୱରଙ୍କର ବାକ୍ୟ ଅନୁସାରେ ଜୀବନ ଯଦି କାଟିପାରିବୁ ନାହିଁ, ତେବେ ସେହି ପରିତ୍ରାଣ କ'ଣ ଆମ ପାଖରେ ରହିବ କି? ଆମ୍ଭମାନଙ୍କର ଭୁଲ, ପାପ, ଅନ୍ୟାୟ, ଅତ୍ୟାଚାର ଆଗକୁ ବଢ଼ି ଚାଲିବ। ସେହି ପରିତ୍ରାଣ କ'ଣ ରହିବ କି? ଉପସ୍ଥିତ ହୋଇଅଛି। ତେଣୁ ଆମେ ଜାଣୁ ସେମାନଙ୍କ ପାଖରେ ପରିତ୍ରାଣ ଉପସ୍ଥିତ ହୁଏ ଯେଉଁମାନେ ଜଗତରେ ଜୀବିତ ଅଛନ୍ତି, ଆଉ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ତାପରେ ଆଉ ପରିତ୍ରାଣ ନାହିଁ। ସେଇଥିପାଇଁ ଆପଣ ଆଉ ମୁଁ ଏବେ କଣ୍ଟିନ୍ୟୁ ଅଛୁ, ଅର୍ଥାତ୍ ଧାଡ଼ିରେ ଅଛୁ। ଆଉ ସେଇ ଧାଡ଼ିରୁ ଚାଲିଗଲା ପରେ ଆଉ ନଥିବ। ଏଇ ଜଗତରୁ ଆମେ ଚାଲିଗଲା ପରେ ତାହା ଆଉ ନଥିବ। ଏବେ ଅଛି, ବର୍ତ୍ତମାନ। ତେଣୁ ଆମ୍ଭେମାନେ ବାକ୍ୟ ଅନୁସାରେ ପରିତ୍ରାଣ ଯଦି ଆପଣମାନଙ୍କ ଠାରେ, ମୋ ଠାରେ ଉପସ୍ଥିତ ହୋଇଅଛି,
ତେବେ ସେ କହନ୍ତି ଏ ମଧ୍ୟ ଅବ୍ରାହମଙ୍କର ଜଣେ ସନ୍ତାନ, ପ୍ରଭୁଙ୍କର ଗୌରବ ହଉ। ଆପଣଙ୍କୁ ମୋତେ ଆଜି କହୁଛନ୍ତି ଯେ ଆମ୍ଭେମାନେ ଯୀଶୁଙ୍କୁ ଖୋଜିବା, ଅନ୍ୱେଷଣ କରିବା, ଦେଖିବା ନିମନ୍ତେ, ତାଙ୍କ ରବ ଶୁଣିବା ନିମନ୍ତେ ସବୁବେଳେ ଆମେ ଚେଷ୍ଟା କରିବା। ଆଉ ଯଦି ଆମେ ଖୋଜୁ, ଯେ ପ୍ରକାରେ ମୋବାଇଲରେ ଆମେ ସର୍ଚ୍ଚ କରିଥାଉ, ସନ୍ଧାନ କରିଥାଉ, ଖୋଜିଥାଉ, ଆମେ ଯେଉଁ ବିଷୟ ସର୍ଚ୍ଚ କଲେ ସେହି ବିଷୟ ପାଇଥାଉ। ଆଜି ଜଗତରେ ଆମ୍ଭମାନଙ୍କର ସର୍ଚ୍ଚ ବା ସନ୍ଧାନ ଯୀଶୁଙ୍କୁ ଦେଖିବା, ଯୀଶୁଙ୍କର ରବ ଶୁଣିବା, ଯୀଶୁଙ୍କୁ ନିଜ ଗୃହକୁ ଅତିଥି କରିନେବା, ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ କେଉଁ ବିଷୟ ସର୍ଚ୍ଚ କରୁଛୁ ଅଧିକ ପରିମାଣରେ। ତେଣୁ ଆମେ ଜାଣୁ ଯେ ଆମେ ଯେଉଁ ବିଷୟ ସର୍ଚ୍ଚ କରୁଛୁ ସେହି ବିଷୟ ହିଁ ଆମେ ସବୁବେଳେ ବ୍ୟସ୍ତରେ ରହିଥାଉ। ଆପଣମାନେ ସମସ୍ତେ ଜାଣନ୍ତି, ଆପଣ ମୋବାଇଲରେ ଯେକୌଣସି ବିଷୟ ସର୍ଚ୍ଚ କରି ଦେଖିବେ, ଆଉ ସେହି ବିଷୟ ଅଧିକ ଆପଣଙ୍କର ମୋବାଇଲରେ ଦେଖିପାରିବେ। ଅଧିକ ପରିମାଣରେ ସେହି ଭିଡ଼ିଓ ଆସେ, ସେହି ବିଷୟ ଆସେ ଆପଣ ଯାହା ସର୍ଚ୍ଚ କରୁଛନ୍ତି। ଆମେ ମଧ୍ୟ ଏହି ଜଗତରେ ବଞ୍ଚୁ ବଞ୍ଚୁ ଆମ୍ଭମାନଙ୍କର ଆତ୍ମିକ ଜୀବନରେ ବଢ଼ିବା ପାଇଁ ଯଦି ଯୀଶୁଙ୍କୁ ସର୍ଚ୍ଚ କରୁ, ସନ୍ଧାନ କରୁ, ଖୋଜୁ, ତେବେ ପ୍ରଭୁ ଆମ୍ଭମାନଙ୍କୁ ନିଶ୍ଚିତ ଭାବରେ ଏହି ଯକ୍ଷଙ୍କୁ ଯେ ପ୍ରକାର କହିଥିଲେ ସେ ମଧ୍ୟ ଆମ୍ଭମାନଙ୍କୁ କହିବେ। ଆଉ ପରିତ୍ରାଣ ଉପସ୍ଥିତ ହୋଇଅଛି, ପରିତ୍ରାଣ ଉପସ୍ଥିତ ହୋଇଅଛି। କିନ୍ତୁ ତାପରେ ଯଦି ଆମେ ଆଗକୁ ଭୁଲ କରି ଚାଲିବା, ଆଉ ସେ ପରିତ୍ରାଣ ରହିବ ନାହିଁ। ଆଉ ଆଗକୁ ଆମେ ସବୁବେଳେ ଏହି ପ୍ରକାର ଜୀବନ କାଟିବା, ଯେ ପ୍ରକାର ପ୍ରଭୁ ପରିତ୍ରାଣ ଦେଲା ପରେ ଆଉ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ଆଉ ଯେ ପ୍ରକାର ପବିତ୍ର ସିଦ୍ଧ ଈଶ୍ୱରଙ୍କର ବାକ୍ୟ ଅନୁସାରେ ଚାଲିବା କଥା ସେ ପ୍ରକାର ଚାଲିବୁ, ତେବେ ଆମ୍ଭେମାନେ ଅବ୍ରାହମଙ୍କର ସନ୍ତାନ ହୋଇପାରିବୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବିଶେଷ କରି ଆଜି ମୁଁ ଆପଣମାନଙ୍କୁ ପୁଣି ଆମେ ସମସ୍ତେ କହିବା ପାଇଁ ଚାହେଁ ଯେ ଯଦି ଆଜି ପରିତ୍ରାଣ ଦେଖିବା ପାଇଁ ଆପଣମାନେ ଇଚ୍ଛା କରନ୍ତି, ଆପଣମାନେ ଆଉ ମୁଁ ଆଜି ପାଇବା ପାଇଁ ଇଚ୍ଛା କରୁଅଛୁ, ସେହି ବିଷୟ କରିବା। ଯାହା ଆମ ପୂର୍ବ ଦିନରେ ମଧ୍ୟ ଯାହା ଭୁଲ କରିଅଛି, ପାପ କରିଅଛୁ, ଆଉ ତାହାକୁ ପରିତ୍ୟାଗ କରି ଆଗକୁ ନୂତନ ଜୀବନ ଈଶ୍ୱରଙ୍କର ଇଚ୍ଛା ମତେ, ଈଶ୍ୱରଙ୍କର ବାକ୍ୟ ଅନୁସାରେ ଆମ୍ଭେମାନେ ଜୀବନ କାଟିବା ପାଇଁ ଚେଷ୍ଟା କରିବା। ତେଣୁ ଆମ୍ଭମାନଙ୍କର ମନେ ଅଛି ଆମେ କାହା ପାଖରୁ କେତେ ଅନ୍ୟାୟ କରିଅଛୁ, କାହାକୁ କେତେ ଦୁଃଖ ଦେଇଅଛୁ, କାହାର କ'ଣ କ୍ଷତି କରିଅଛୁ, ଆଉ କାହାକୁ କେତେ ଅପମାନ କରିଅଛୁ। ଆଉ ଆମ୍ଭମାନଙ୍କର ସମସ୍ତ ଅନ୍ୟାୟ ପାପ ଆମ୍ଭମାନଙ୍କର ମନେ ଅଛି। ଆଉ ତାହା ଆପଣଙ୍କୁ ମୋତେ ହୋଇପାରେ ଲଜ୍ଜିତ କରିଦେଇପାରେ। ମନେକର ମୁଁ କାହାର ଧନ ଚୋରି ଆଣିଛି, ତାକୁ ଫେରାଇ ଦେବାକୁ ପଡ଼ିବ। ଭାଇ, ମୁଁ ସେଦିନ ଚୋରି କରି ନେଇଗଲି, ମୋତେ କ୍ଷମା କର। ଯଦି ବା ସେ ହୋଇପାରେ ରାଗିଯାଏ, ଆଉ କେସ୍ କଲେ ମଧ୍ୟ ମୁଁ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ହେବା ଦରକାର, କାରଣ ମୁଁ ଭୁଲ କରିଛି। ଯଦି କାହାକୁ ଅପମାନ କରିଛି, ତାକୁ ମଧ୍ୟ କହିବା ଦରକାର। ତେଣୁ ଏ ସମସ୍ତ ବିଷୟ ଆପଣମାନେ ଭାବୁଥିବେ, ଏ ପ୍ରକାର ସଚ୍ଚୋଟ କି ପ୍ରକାର ରହିବ? ଏ ପ୍ରକାର ସଚ୍ଚୋଟ ଭାବରେ କିଏ ରହିପାରିବ? ଯାହା ହେବ ନାହିଁ ତାହା ଯୀଶୁ କହିବେ ନାହିଁ। ମନୁଷ୍ୟ ଯାହା କରିପାରିବ ନାହିଁ ଯୀଶୁ ତାହା କହିବେ ନାହିଁ। ସେଇଥିପାଇଁ ଯୀଶୁ କହିଲେ, ଆଉ ବାକ୍ୟ ଆଡ଼କୁ ଯିବା ନାହିଁ,
ମୁଁ ଯେପରି ସିଦ୍ଧ ତୁମ୍ଭେମାନେ ମଧ୍ୟ ସେ ପ୍ରକାର ସିଦ୍ଧ ହୁଅ। ମୁଁ ଯେ ପ୍ରକାର ପବିତ୍ର ତୁମେମାନେ ମଧ୍ୟ ସେ ପ୍ରକାର ପବିତ୍ର ହୁଅ। ଆଉ ଯୀଶୁଙ୍କର ମନ ଯେପରି ସେହିପରି ତୁମମାନଙ୍କର ମନ ହଉ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ପ୍ରଭୁ ଆପଣମାନଙ୍କୁ ମୋତେ ଆଶୀର୍ବାଦ କରନ୍ତୁ ଏହି ବାକ୍ୟ ଦେଇ ଯେ ଆମେ ଆଜି ପରିତ୍ରାଣ ପ୍ରାପ୍ତ ହେଇଛୁ ସେଇ ପରିତ୍ରାଣ ଆଉ ଯେପରିକି ଆମେ ପ୍ରାପ୍ତ ହୋଇ ଜୀବନରେ ବଞ୍ଚୁ ବଞ୍ଚୁ ତାହା ଅନନ୍ତ ଜୀବନ ଆଣି ଦେଇପାରିବ। ଆଉ ସେଇ ପ୍ରକାର ଆମେ ପରିତ୍ରାଣ ପ୍ରାପ୍ତ ହେବା। ଆଜି ଅପରିତ୍ରାଣ ପ୍ରାପ୍ତ ହୋଇ କାଲିକୁ ଭୁଲି ଯାଇ ଆଉ ଜାଗତିକ କାର୍ଯ୍ୟ ବା ପାପ କାର୍ଯ୍ୟରେ ଲିପ୍ତ ହୋଇ ଆମ୍ଭେମାନେ ନର୍କକୁ ଯିବା ନାହିଁ, ପରିତ୍ରାଣକୁ ହରାଇବା ନାହିଁ। ଯଦି ହରାଇବା ଆମେ ସ୍ୱର୍ଗ ବଦଳରେ ନର୍କ ପ୍ରାପ୍ତ ହେବା। ତେଣୁ ପ୍ରଭୁ ଆମ ସମସ୍ତଙ୍କୁ ସେ ପ୍ରକାର ଆତ୍ମିକ ଜୀବନ ପୁଣି ବାକ୍ୟ ପାଳନର କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ। ଆଗକୁ ଆମେ ଯକ୍ଷ ପରି ସମସ୍ତ ପାପ ପରିତ୍ୟାଗ କରି ଆଗକୁ ପବିତ୍ର ଜୀବନ ବିତାଇ ଆଉ ଆମେ ସମସ୍ତେ ସ୍ୱର୍ଗରେ ପ୍ରବେଶ କରି ଆନନ୍ଦରେ ରହିବା। ପ୍ରଭୁଙ୍କର ପ୍ରଶଂସା ହେଉ। ଆପଣମାନଙ୍କ ପ୍ରଭୁ ଆଉ ମୋତେ ଏହି ଆଶୀର୍ବାଦ କରନ୍ତୁ ଯେ ଆମେ ସମସ୍ତ ପାପ ପରିତ୍ୟାଗ କରି ପରିତ୍ରାଣ ପ୍ରାପ୍ତ ହୋଇ ସ୍ୱର୍ଗକୁ ଯିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।